+3 ବାଳିକା ଆତ୍ମସୁରକ୍ଷା ଶିବିର ଉଦ୍ଯାପିତ। ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଥିବା ଆତ୍ମସୁରକ୍ଷା ଶିବିର, ଯାହାକି ଫେବୃଆରୀ 10 ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରୀ 18 ତାରିଖ ପର୍ଯ୍ୟନ୍ତ ଟ୍ରେନର କରୀନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଚାଲୁ ରହିଥିଲା। ଆଜି ପୂର୍ବାହ୍ନରେ ପଠାଣି ସାମନ୍ତ ମହାବିଦ୍ୟାଳୟର ସଭାଗୃହ କକ୍ଷରେ ଏହି ଶିବିରର ଉଦ୍ଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପଦାର୍ଥ ବିଜ୍ଞାନର ମୁଖ୍ୟ ପ୍ରିୟରଞ୍ଜନ ରଥ, ସଂସ୍କୃତ ବିଭାଗର ମୁଖ୍ୟ ରବୀନ୍ଦ୍ର କୁମାର ଦାସ ଓ ସଂସ୍କୃତ ଅଧ୍ୟାପକ ସର୍ବେଶ୍ୱର ମହାରଣା ଯୋଗଦେଇ ସଭାର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରି ଛାତ୍ରୀମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରେରଣ କରିଥିଲେ। ଏଥିରେ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସଭାକୁ +3 ବାଳିକା ଆତ୍ମସୁରକ୍ଷାର ସଂଯୋଜିକା ନମିତା ବେହେରା ସଂଯୋଜନା କରିଥିଲେ ଏବଂ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟଜିତ ଦାସ ସହଯୋଗ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।